ମାନେ ଆଜି ଆମର ମାଥ ଏକ୍ଜାମ ଥିଲା ବହୁତ ବଢ଼ିଆ କ୍ୱେଶ୍ଚିନ୍ ଆସିଥିଲା ଆଉ ପରୀକ୍ଷା ଭଲ ହୋଇଥିବ ବୋଲି ମୋର ଆଶା ହେଲା। ସେଥିରେ ଆମର ଉପପାଦ୍ୟ 11 ଆସିଥିଲା ବୁଝିଲା। ଲଙ୍ଗ କ୍ୱେଶ୍ଚିନ୍ ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ବିପରୀତ କୋଣମାନ ପରସ୍ପର ପରିପୂରକ ବୁଝିଲା। ଏଇଟା ଅଲରେଡ଼ି ମୁଁ କହିଥିଲି 11 12 ଭିତରୁ ଗୋଟେ ଆସିବ ହେଲା, କିନ୍ତୁ 11ଟା ଆସିଛି ବୁଝିଲେ ତ। ତେଣୁ ତାକୁ ଭଲରେ ଲେଖିଥିବ ବୋଲି ଭଲ କ୍ୱେଶ୍ଚିନ୍ଟା ହେଲା। ଆଉ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ପିଲାମାନେ ଆମର ଆସିଥିଲା, ସ୍ଥାନାଙ୍କ ଜ୍ୟାମିତି ସାହାଯ୍ୟରେ ପ୍ରମାଣ କର ଯେ ଏକ ସାମନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। ବହୁତ ବଢ଼ିଆ କ୍ୱେଶ୍ଚିନ୍ ପିଲାମାନେ ଏଇଟା ହେଲା। ତୁମେ ତାକୁ ବହୁତ ଭଲ ଭାବରେ ଆନ୍ସର୍ କରିଦେବ ହେଲା। ହେଲା ଲଙ୍ଗ ଆମର ଏଇ ତ ଲଙ୍ଗ କ୍ୱେଶ୍ଚିନ୍, ବଢ଼ିଆ ବଢ଼ିଆ କ୍ୱେଶ୍ଚିନ୍ ହେଲା। ବହୁତ ସହଜରେ ଆମେ 5 ମାର୍କ ପାଇଯିବା। ନେକ୍ସଟ ଆମର ଭଲ କ୍ୱେଶ୍ଚିନ୍ ଆସିଥିଲା, ଗୋଟିଏ 2 ପାଖ ଖୋଲା ଫମ୍ପା ସିଲିଣ୍ଡର ବହି ବ୍ୟାସାର୍ଦ୍ଧ 5 ମିଟର, ଏହାର ଉଚ୍ଚତା ଦେଇଛି 14 ମିଟର ଏବଂ ସମଗ୍ର ପୃଷ୍ଠତଳ କ୍ଷେତ୍ରଫଳ 748 ବର୍ଗମିଟର ହେଲେ ଏହାର ଅନ୍ତଃ ବ୍ୟାସାର୍ଦ୍ଧ ନିର୍ଣ୍ଣୟ କର ବୁଝିଲା। ଏ ବଢ଼ିଆ କ୍ୱେଶ୍ଚିନ୍ ଆମର ଅନ୍ତଃ ବ୍ୟାସାର୍ଦ୍ଧ ଆମର 2 ମିଟର ବାହାରିଥିବ ଆନ୍ସର ହେଲା। ତାପରେ ପିଲାମାନେ ଗୋଟେ ବଢ଼ିଆ କ୍ୱେଶ୍ଚିନ୍ ଆସିଥିଲା, 2 ଜଣ ପୁରୁଷ ଓ 3 ଜଣ ସ୍ତ୍ରୀ ଲୋକ ଏକତ୍ର ଗୋଟିଏ କାର୍ଯ୍ୟକୁ 5 ଦିନରେ ଶେଷ କରିପାରନ୍ତି। ସେଇ କାର୍ଯ୍ୟକୁ 4 ଜଣ ପୁରୁଷ 9 ଜଣ ସ୍ତ୍ରୀ ଲୋକ 2 ଦିନରେ ଶେଷ କଲେ, ତେବେ ଜଣେ ସ୍ତ୍ରୀ ଲୋକ କିମ୍ବା ପୁରୁଷ ସେ କାର୍ଯ୍ୟକୁ କେତେ ଦିନରେ ଶେଷ କରିପାରିବେ। ଭଲ କ୍ୱେଶ୍ଚିନ୍ ଏଇଟା ଥିଲା ହେଲା। ଏଇଭଳି ଭାବରେ ଲଙ୍ଗ କ୍ୱେଶ୍ଚିନ୍ ପଡ଼ିଥିଲା, ତୁମେ ତାକୁ ସବୁ ଭଲ ଭାବରେ କରିଥାଉ। ଧନ୍ୟବାଦ ପିଲାମାନେ।